ସାଙ୍ଗମାନେ PM ସମ୍ମାନ ନିଧି ଯୋଜନା ଓ କାଳିଆ ଯୋଜନା ନେଇକି ଏକ ବଡ଼ ଆପଡ଼େଟ୍ ଆସିଛି, ଯେଉଁଥିରେ ଆପଣମାନେ ଜାଣି ବହୁତ ଖୁସି ହେବେ। ଆପଣମାନେ ଭାବୁଥିଲେ କାଳିଆ ଯୋଜନା ବନ୍ଦ ହୋଇଯିବ, PM କିଷାନ ଯୋଜନା ଚାଲିବ। ସେଥିପାଇଁ ସେମିତି କିଛି ନାହିଁ, ଦୁଇଟି ସାରା ଯୋଜନା ଆପଣମାନଙ୍କ ପାଇଁ ଚାଲିବ। ଜୟ ଜଗନ୍ନାଥ। ମୁଁ PK ଆପଣମାନଙ୍କୁ ସ୍ୱାଗତ କରୁଛି ପୁଣି ଏକ ନୂଆ ଭିଡ଼ିଓରେ। ଭିଡ଼ିଓ ଷ୍ଟାର୍ଟ କରିବା ପୂର୍ବରୁ ଆପଣମାନଙ୍କୁ ଗୋଟିଏ ରିକ୍ୱେଷ୍ଟ, ଆପଣ ଯଦି ଏହି ଭିଡ଼ିଓରେ ନୂଆ ହୋଇଥିବେ ଭିଡ଼ିଓଟିକୁ ଲାଇକ୍ ଓ ସବସ୍କ୍ରାଇବ୍ କରନ୍ତୁ ଓ ଭିଡ଼ିଓଟିକୁ ସେୟାର କରନ୍ତୁ। ଚାଲନ୍ତୁ ଷ୍ଟାର୍ଟ କରିବା। ଆମର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ତୃତୀୟ ଥର ଶପଥ ନେଇସାରିବା ପରେ ପ୍ରଥମେ PM କିଷାନର ଯେଉଁ ବହୁତ ଦିନ ଧରି ଅଟକି ଯାଇଥିଲା PM କିଷାନ ପଇସା, ତାହା ଫାଇଲକୁ ସିଗ୍ନେଚର ମାରିଦେଇଛନ୍ତି ଏବଂ ଏହି ମାସ 18 ତାରିଖ ଆପଣଙ୍କ ଆକାଉଣ୍ଟରେ ପଇସା ଲାଗିବ। ଯେଉଁ ହିତଧାରିକାମାନେ ଆପଣ ଆଧାର ସହିତ ବ୍ୟାଙ୍କର ଯେଉଁ ସିଡ଼ିଂ କରିନାହାନ୍ତି, ଜଲ୍ଦି କରିଦିଅନ୍ତୁ ସିଡ଼ିଂ, ନହେଲେ ଆପଣଙ୍କ ଆକାଉଣ୍ଟରେ ପଇସା କେବେ ବି ଆସିବନି। ଆପଣମାନେ ଭାବୁଥିବେ ସିଡ଼ିଂ କେମିତି କରିବା, ସେଥିପାଇଁ ବହୁତ ସହଜ। ଆପଣ କୌଣସି ଗୋଟେ ସାଇଟ୍ରେ ଯାଇକି NPCI ଗୋଟେ ଫର୍ମ ଅଛି, ଯେଉଁ ଫର୍ମଟିକୁ ଆପଣ ଡାଉନଲୋଡ଼ ମାରିବେ ଏବଂ ସେ ଡାଉନଲୋଡ଼ ମାରିକି ଆପଣ ସେଇ ଆଧାର ନମ୍ବର, ନେମ୍ ସବୁକିଛି ଫିଲ୍ଅପ୍ କରିବେ। ଫିଲ୍ଅପ୍ କରିକି ନେଇକି ବ୍ୟାଙ୍କରେ ଜମା କରିଦେବେ। ଜମା କରିଦେଲା ପରେ ଆପଣଙ୍କର 24 କି 48 ଘଣ୍ଟା ଭିତରେ ଆପଣଙ୍କର ଆଧାର ସିଡ଼ିଂ ହୋଇଯିବ। ଆପଣଙ୍କ ଆକାଉଣ୍ଟର ଯେଉଁ ଡେବିଟ୍ ମାଧ୍ୟମରେ ଯେଉଁ ପଇସା ଆସିବ, ତା କୌଣସି ଅସୁବିଧା କରିବନି, ଆପଣଙ୍କ ଆକାଉଣ୍ଟରେ ସିଧା ଡାଇରେକ୍ଟ ପହଞ୍ଚିଯିବ। ଆଉ ରହିଲା କାଳିଆ ଯୋଜନା। ଆପଣ କାଳିଆ ଯୋଜନା ପାଇଁ ବହୁତ ଚିନ୍ତା କରୁଥିବେ। କାଳିଆ ଯୋଜନା ବର୍ତ୍ତମାନ ତ ସରକାର ଚେଞ୍ଜ ହୋଇଗଲା, କାଳିଆ ଯୋଜନା ମିଳିବନି, ସେମିତି କିଛି ନାହିଁ। କାଳିଆ ଯୋଜନା ଯେହେତୁ ସ୍କିମ୍ ଚାଲୁଅଛି, ସ୍କିମ୍ ଯେତେ ବର୍ଷ ଯାଇ କହିଛନ୍ତି ସେତେ ବର୍ଷ ଯାକେ ଚାଲିବ। ତାପରେ ଆପଣମାନଙ୍କ କାଳିଆ ଯୋଜନା ବନ୍ଦ ହୋଇପାରେ। ସାଧାରଣତଃ ଆପଣମାନେ ଜାଣିଥିବେ କାଳିଆ ଯୋଜନା ବର୍ଷକୁ 2ଟି କିସ୍ତି 2000 ଲେଖାଏଁ ମିଳେ। ଏପର୍ଯ୍ୟନ୍ତ କାଳିଆ ଯୋଜନାର ଡେଟ୍ ଆସିନି, ସେଇଥିପାଇଁ ଆପଣମାନେ କାଳିଆ ଯୋଜନାକୁ ନେଇ ଚିନ୍ତା କରୁଛନ୍ତି। ସେମିତି କିଛି ନାହିଁ, କାଳିଆ ଯୋଜନା ନିହାତି ଟଙ୍କା ପାଇବେ। PM କିଷାନର ଯେଉଁ DBT ପଇସା, DBT ଆପଣ ଜାଣିପାରୁନାହାନ୍ତି, କେମିତି ଆପଣ DBT ଟ୍ରାକିଂ କରିବେ ବା ଚେକିଂ କରିବେ ଆପଣଙ୍କ ଆକାଉଣ୍ଟର ପଇସା କୁଆଡ଼େ ଗଲା। ସେଥିପାଇଁ ଆପଣ ସିମ୍ପଲ୍ କୌଣସି ଏକ ବ୍ରାଉଜରକୁ ଯିବେ, ସେଥିରେ ଲେଖିବେ PMFS। ଲେଖିଲା ପରେ ଏହିପରି ଆପଣମାନଙ୍କୁ ଏକ ପେଜ୍ ଖୋଲିବ। PFMS ଖୋଲିଲା ପରେ ଏହିପରି ଆପଣମାନଙ୍କୁ ଏକ ପେଜ୍ ଆସିବ, ଦେଖିପାରୁଥିବେ। ଭଲ ଭାବରେ ସାଇଟ୍ ଖୋଲିଗଲା ପରେ ତାପରେ ଉପରକୁ ଟିକେ ଯିବେ। ଗଲା ପରେ ଏଠି ଦେଖିପାରୁଥିବେ, ଏଠି ବହୁତ ସାରା ଜିନିଷ ଅଛି। ସେୟାର୍ସ ବ୍ୟାଙ୍କ ସ୍କିମ୍, ରେଜିଷ୍ଟ୍ରେସନ୍, ଏବାଉଟ୍, ବହୁତ କିଛି ଜାଣିପାରିବେ। ଏଠି ଆମେ ଯେହେତୁ PM କିଷାନ ଚେକିଂ କରିବା, DBT ଚେକିଂ କରିବା, DBT ଷ୍ଟାଟସ୍ ଚେକର ଉପରେ କ୍ଲିକ୍ କରିବା। କ୍ଲିକ୍ କଲା ପରେ ଆପଣ ଏଇଠି DBT ମଧ୍ୟ ଯେଉଁ ଆପଣଙ୍କର ଏଠି କ୍ୟାଟେଗୋରୀ ଦେଇଦେବେ। ଏଠି PM କିଷାନ ଦେଇଦେଲା ପରେ ତାପରେ ଏଠି ବେନିଫିସିଆରୀ ଭ୍ୟାଲିଡେସନ୍ ବା ଏଠି ପେମେଣ୍ଟ। ଯଦି ପେମେଣ୍ଟ ପାଇସାରିଥିବେ, ପେମେଣ୍ଟ ଆପଣଙ୍କୁ ପହଞ୍ଚି ନାହିଁ, ସେଥିପାଇଁ ଆପଣ ପେମେଣ୍ଟ ମାରିବେ। ଯଦି ଆପଣ ପେମେଣ୍ଟ କେବେ ପାଇବେ, ବେନିଫିସିଆରୀ ଭ୍ୟାଲିଡେସନ୍ ଉପରେ କ୍ଲିକ୍ କରିବେ। ତାପରେ ଏଠି ଅଛି ଆପଣଙ୍କର ଆପ୍ଲିକେସନ୍ ID କିମ୍ବା ଏଣ୍ଟର ବେନିଫିସିଆରୀ କୋଡ଼୍। ଆପଣ ଏଠି କେଉଁଠି ପାଇବେ, ଆପଣ ସିମ୍ପଲ୍ PM କିଷାନର ଯେଉଁ ଅଫିସିଆଲ ସାଇଟ୍କି ପଳାଇବେ। ସେଠି ଗଲା ପରେ ଆପଣ ଏଠି ଦେଖିପାରୁଥିବେ ନାଓ ୟୋର ଷ୍ଟାଟସ୍। ସେ ଷ୍ଟାଟସ୍ ଉପରେ କ୍ଲିକ୍ କରିବେ। ଏଠି ଆପଣ ନାଓ ୟୋର ରେଜିଷ୍ଟ୍ରେସନ୍ ନମ୍ବର କ୍ଲିକ୍ କରିବେ। ଏଠି ଆପଣଙ୍କର ମୋବାଇଲ୍ ନମ୍ବର ଦେବେ, ଏଠି କ୍ୟାପଚା ଦେବେ। ଗେଟ୍ ମୋବାଇଲ୍ OTP ଯିବ। OTP ଗଲା ପରେ ଆପଣ ଏଠି OTP ଟିକେ ଫିଲ୍ କରିଦେବେ। ଫିଲ୍ କରିବା ଆପଣଙ୍କର ଦେଖିବେ ଗୋଟେ ରେଜିଷ୍ଟ୍ରେସନ୍ ନମ୍ବର ବାହାରିବ। ସେଇ ରେଜିଷ୍ଟ୍ରେସନ୍ ନମ୍ବରଟିକୁ ଆପଣ ପୁଟ୍ କରିଦେବେ। ପୁଟ୍ କରିଦେଲା ପରେ କ୍ୟାପଚା ଏଠି ଦେଇଦେବେ, ସର୍ଚ୍ଚ କରିବେ। ଆପଣଙ୍କର ପୁରା ଡିଟେଲ୍ସ ଆସିବ, ଆପଣ କେବେ ପାଇବେ। ଯଦି ଆପଣମାନଙ୍କୁ ଭିଡ଼ିଓଟି ଭଲ ଲାଗିଛି, ଲାଇକ୍ ସବସ୍କ୍ରାଇବ୍ ନିହାତି କରନ୍ତୁ ଓ ଚ୍ୟାନେଲଟିକୁ ସେୟାର କରନ୍ତୁ। ଜୟ ଜଗନ୍ନାଥ।